ଆଜି ମୁଁ କରୁଛି ଚିକେନ୍ ଏଗ୍ ଫ୍ରାଏଡ୍ ରାଇସ୍। ଡିଶ୍ରେ ପାଣି ଦେଇ ସେଥିରେ ଜିରା, ଅନାସୀ ଫୁଲ, ଗୁଜୁରାତି, ଲୁଣ, ଧନିଆ ପତ୍ର, ତେଲ, ଲେମ୍ବୁ ରସ ଦେଇ ଘୋଡ଼େଇ ଦେବେ। ତାପରେ ପାଣି ଫୁଟି ଆସିଲେ ଧୋଇ ରଖିଥିବା ଚାଉଳ ପକାଇଦେବେ। ଛୁରୀ ସାହାଯ୍ୟରେ ବିନ୍, ଧନିଆ ପତ୍ର, ଗାଜର, କଞ୍ଚାଲଙ୍କା, ରସୁଣ, ପିଆଜକୁ ସବୁ ଚୁନ୍ ଚୁନ୍ କରି କାଟି ରଖିବ। ତା ସହିତ ମଟର କିଛି ରଖିବ। କରେଇରେ ତେଲ ଦେଇ ଚିକେନକୁ ଭଲ ଭାବରେ କଷିବ। ଏହି କରେଇରେ ସବୁ ପରିବା ଗୋଟିଏ ପରେ ଗୋଟିଏ ପକାଇ ଭାଜିକି କାଢ଼ିଦେବ। ତାପରେ ପୁଣି ଟିକେ ତେଲ ଦେଇ ଅଣ୍ଡା ଭାଜିକି ରଖିବ। ଅଣ୍ଡା ଭାଜି ହୋଇଗଲେ ସବୁ ପରିବା ଭଜା ଆଉ କଷା ହେଇଥିବା ଚିକେନ ପକାଇ କଷିଦେବ। ତାପରେ ଫ୍ରାଏଡ୍ ରାଇସ୍ ମସଲା ପକାଇ କଷିବ। କଷି ହୋଇଗଲେ ଆଗରୁ ରାନ୍ଧିଥିବା ଭାତ, ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବରେ ଗୋଳେଇ ଘୋଡ଼େଇ ଦେବେ। ପ୍ରସ୍ତୁତ ହେଇଗଲା ଚିକେନ୍ ଏଗ୍ ଫ୍ରାଏଡ୍ ରାଇସ୍।